ଗଞ୍ଜାମ ଜିଲ୍ଲାରେ ଘାଣ୍ଟୁଛି ଇଡି। ବିଭିନ୍ନ ବ୍ୟବସାୟୀ ଓ ରାଜନେତାଙ୍କ ଘରେ ଚାଲିଛି ରେଡ୍। ଆଜି ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲାରେ ଘାଣ୍ଟୁଛି ଇଡି। ବିଭିନ୍ନ ବ୍ୟବସାୟୀ ଓ ରାଜନେତାଙ୍କ ଘରେ ଇଡିର ଟିମ୍ ଚଢ଼ାଉ କରିଥିବା ନଜର ଆସିଛି। ଶେରଗଡ଼ର ବିଜେଡି ନେତା ତଥା ବ୍ୟବସାୟୀ ହୃଷିକେଶ ପାଢ଼ୀଙ୍କର ଘରେ ଇଡିର 3 ଜଣିଆ ଟିମ୍ ଚଢ଼ାଉ କରିଛି। ତାଙ୍କର ଶେରଗଡ଼ସ୍ଥିତ ନିଜସ୍ୱ ବାସଭବନ, ପେଟ୍ରୋଲ ପମ୍ପ ଓ ଟିଭିଏସ୍ ଶୋରୁମ୍ରେ ଚଢ଼ାଉ କରିଥିବା ବେଳେ ତାଙ୍କ ପୁଅ ସଚିନ ପାଢ଼ୀଙ୍କ ବ୍ରହ୍ମପୁର ଅମ୍ବିକାନଗର ସ୍ଥିତ ବାସଭବନରେ ଚଢ଼ାଉ କରିଛି। ସେହିପରି ବିଜେପି ନେତା ତଥା ମଦ ବ୍ୟବସାୟୀ ଭଗବାନ ସାହୁଙ୍କ ଆସିକା ସିନ୍ଧୁନୂଆପଲ୍ଲୀ ଗ୍ରାମସ୍ଥିତ ବାସଭବନ ସମେତ ମଦଭାଟି ଓ ତାଙ୍କ ସମ୍ପର୍କୀୟମାନଙ୍କ 7ଟି ଜାଗାରେ ଇଡିର ଚଢ଼ାଉ ଚାଲିଛି। ସେହିପରି ହିଞ୍ଜିଳିରେ ମଧ୍ୟ ଏକ ଟିମ୍ ଚଢ଼ାଉ କରିଛି। ତେବେ କେଉଁ କାରଣରୁ ଏକା ସାଥିରେ ଗଞ୍ଜାମ ଜିଲ୍ଲାରେ ଏତେ ଗୁଡ଼ାଏ ସ୍ଥାନରେ ଇଡିର ଚଢ଼ାଉ ଚାଲିଛି ସେ ନେଇ କାରଣ ଅସ୍ପଷ୍ଟ ରହିଛି। ब्यूरो रिपोर्ट, संधान ओडिशा लाइव।